ଦିଶାୟକ ଗ୍ରନ୍ଥର ପାଠ 50 ଅଧ୍ୟାୟ 4 ପଦରୁ 7 ପଦ ପର୍ଯ୍ୟନ୍ତ। ପାଠର ମୁଖ୍ୟ ବିଷୟ ହେଲା ମୋ ମୁଖରେ ଛେପ ପକାଇ ମୋତେ ଅପମାନିତ କଲେ ସୁଦ୍ଧା ମୁଁ ତାହା ଲୁଚାଇଲି ନାହିଁ, କାରଣ ମୁଁ ଜାଣେ ମୁଁ କଦାପି ଲଜ୍ଜିତ ହେବି ନାହିଁ। ପାଠ ଆରମ୍ଭ। ଯିଏ କ୍ଳାନ୍ତ ତାକୁ ଏକ ବାକ୍ୟ ଦ୍ୱାରା ଆଶ୍ୱସ୍ତ କରିବା ପାଇଁ ପ୍ରଭୁ ଈଶ୍ୱର ମୋତେ ଏକ ଶିଷ୍ୟ ସୁଲଭ ଜିହ୍ୱା ପ୍ରଦାନ କରିଅଛନ୍ତି। ଜଣେ ଶିଷ୍ୟ ସଦୃଶ ଶୁଣିବା ପାଇଁ ସେ ମୋତେ ପ୍ରତି ପ୍ରଭାତରେ ଜାଗ୍ରତ କରନ୍ତି। ପ୍ରଭୁ ଈଶ୍ୱର ମୋର କାନ ଖୋଲିଲେ। ମୁଁ ବିରୋଧ କରି ନାହିଁ କିମ୍ବା ପଶ୍ଚାତ୍ପଦ ହେବି ନାହିଁ। ଯେଉଁମାନେ ମୋତେ ଆଘାତ କଲେ ସେମାନଙ୍କୁ ମୋର ପୃଷ୍ଠଦେଶ ଓ ଯେଉଁମାନେ ମୋର ଦାଢ଼ି ଟାଣିଲେ ସେମାନଙ୍କୁ ମୋର ଗାଲ ମୁଁ ଦେଖାଇଲି। ଅପମାନ କଥା ଛେପରୁ ମୋର ମୁଖ ମୁଁ ପ୍ରତ୍ୟାହାର କରି ନାହିଁ। ପ୍ରଭୁ ଈଶ୍ୱର ମୋର ସହାୟକ, ସୁତରାଂ ମୁଁ ବିଦ୍ରୋହ ହେବି ନାହିଁ। ଅତଏବ ମୋର ମୁଖକୁ ମୁଁ ଚକମକି ପଥର ସଦୃଶ କଲି ଓ ମୁଁ ଜାଣେ ଯେ ମୁଁ ଲଜ୍ଜିତ ହେବି ନାହିଁ। ଏହା ଈଶ୍ୱରଙ୍କ ବାକ୍ୟ। ଈଶ୍ୱରଙ୍କୁ ଧନ୍ୟବାଦ। ଧନ୍ୟବାଦ।